ଜନ୍ମାଷ୍ଟମୀ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହି ଦିନଟି ବଡ଼ ମହତ୍ତ୍ୱପୂର୍ଣ୍ଣ ଦିନ। କଥିତ ଅଛି, ସୁନ୍ଦର ତଥା ସ୍ୱସ୍ଥ ସନ୍ତାନଟିଏ ଲାଭ କରିବା ବା ପାଇବା ପାଇଁ ଏହି ଦିନ ବ୍ରତ ଓ ଉପବାସ ରଖି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧା ଓ ବିଶ୍ୱାସ ସହକାରେ କରିଲେ ଉତ୍ତମ ସନ୍ତାନ ଲାଭ ହୋଇଥାଏ। ଆଗକୁ ଏ ସମ୍ପର୍କରେ ବିଶଦ ଆଲୋଚନା କରିବା। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ପୌରାଣିକ କଥା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ମଧ୍ୟରାତ୍ରିରେ ବୃଷ ରାଶି, ରୋହିଣୀ ନକ୍ଷତ୍ର, ବୃଷ ଲଗ୍ନ ଓ ବୁଧବାର ଦିନ ହୋଇଥିଲା। ଭଗବାନ କୃଷ୍ଣଚନ୍ଦ୍ରଙ୍କ ଜନ୍ମ ମହାରାଜ କଂସଙ୍କର ବନ୍ଦୀଶାଳା ଭିତରେ ହୋଇଥିଲା। ସେଥିପାଇଁ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ଅଗଷ୍ଟ ମାସ 26 ତାରିଖ ସୋମବାର ଦିନ ପଡ଼ୁଅଛି ଏବଂ ସେଦିନ ରୋହିଣୀ ନକ୍ଷତ୍ର ମଧ୍ୟ ଭୋଗ ହେଉଅଛି। ଜନ୍ମାଷ୍ଟମୀର ଶୁଭ ମୁହୂର୍ତ୍ତ ବା ସମୟ ଅଗଷ୍ଟ 26 ତାରିଖ ସୋମବାର ରାତ୍ରି 12:01 ଠାରୁ ରାତ୍ରି 12:45 ପ୍ରାୟ 44 ମିନିଟ୍ ସମୟ ପର୍ଯ୍ୟନ୍ତ ରହୁଅଛି। ତେଣୁ ଦିନସାରା ବ୍ରତ ଓ ଉପବାସ ରଖିଥିବା ଶ୍ରଦ୍ଧାଳୁ ବା ଭକ୍ତ ଏହି ସମୟ ମଧ୍ୟରେ କୃଷ୍ଣ ଜନ୍ମ ପାଳନ କରିବା ଠିକ୍ ରହିବ। ଆହୁରି ମଧ୍ୟ ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ ଅପରାହ୍ନ 3:55 ଠାରୁ ଆରମ୍ଭ ହୋଇ 27 ଅଗଷ୍ଟ ସକାଳ 5:57 ପର୍ଯ୍ୟନ୍ତ ରହୁଥିବାରୁ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ସୁନ୍ଦର ସମୟଟିଏ ତିଆରି ହୋଇଛି। ମାନ୍ୟତା ଅଛି, ଯେଉଁ ବ୍ୟକ୍ତି ବା ଦମ୍ପତି କୃଷ୍ଣ ଜନ୍ମ ବା ଜନ୍ମାଷ୍ଟମୀ ଦିନ ଉପବାସ ରଖନ୍ତି, ବିଧିବିଧାନ ବା ଶୁଦ୍ଧପୂତ ଭାବେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରନ୍ତି, ସେମାନଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ। ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ। ନିଃସନ୍ତାନ ସନ୍ତାନ ଲାଭ କରିଥାନ୍ତି। ତା ସଙ୍ଗେ ସଙ୍ଗେ ବ୍ୟକ୍ତି ଜନ୍ମ ମୃତ୍ୟୁର ଚକ୍ର ଭିତରୁ ଉଦ୍ଧାର ପାଇଯାଇଥାଏ। ଭାରତୀୟ ସନାତନ ଧର୍ମରେ ଭଗବାନ ଶ୍ରୀକୃଷ୍ଣଙ୍କ କାହାଣୀ ସମସ୍ତଙ୍କୁ ବିମୋହିତ କରିଥାଏ। ପ୍ରତ୍ୟେକ ଭାରତୀୟ ମାତା ଭଗବାନ କୃଷ୍ଣଚନ୍ଦ୍ରଙ୍କ ପରି ଗୁଣବାନ ଓ ରୂପବାନ ପୁତ୍ର ସନ୍ତାନଟିଏ ପାଇବା ପାଇଁ ମନ ଭିତରେ ଅଭିଳାଷ ବା ଇଚ୍ଛା ରଖିଥାନ୍ତି। ଏହି ଜନ୍ମାଷ୍ଟମୀର ପବିତ୍ର ଦିନଟି ସେଥିପାଇଁ ବଡ଼ ଅନୁକୂଳ ଦିନ ଭାବେ ଗ୍ରହଣ କରାଯାଇଥାଏ। ଯଦି କେହି ନିଃସନ୍ତାନ ମାତା ଏହି ଦିନ ବ୍ରତ ଓ ଉପବାସ ରଖି ମଧ୍ୟରାତ୍ରିର ଶୁଭ ମୁହୂର୍ତ୍ତ, ଯାହାକି ଚଳିତ ବର୍ଷ ଅଗଷ୍ଟ ମାସ 26 ତାରିଖ ସୋମବାର ମଧ୍ୟରାତ୍ର 12:01 ଠାରୁ 12:45 ପର୍ଯ୍ୟନ୍ତ ରହୁଅଛି, ସେହି ସମୟରେ ବିଧିବଦ୍ଧ ଭାବରେ ଭଗବାନ କୃଷ୍ଣଚନ୍ଦ୍ରଙ୍କର ପୂଜାର୍ଚ୍ଚନା କରିବେ, ତେବେ ନିଶ୍ଚିତ ରୂପେ ସନ୍ତାନ ଲାଭ ହେବ। ମଧ୍ୟରାତ୍ରିର ଶୁଭ ମୁହୂର୍ତ୍ତରେ କୃଷ୍ଣ ଜନ୍ମ କରାଇ ଗଙ୍ଗା ଜଳରେ ଅଭିଷେକ କରାଇବେ, ବେଶ ପୋଷାକ ପିନ୍ଧାଇବେ ଏବଂ ତାପରେ ମାଖନ ଓ ମିଶ୍ରି ତଥା ଲଡ଼ୁ ଭୋଗ କରାଇବେ ଏବଂ ଲଡ଼ୁ ଗୋପାଳ ବା ଆଣ୍ଠୁଆ ଗୋପାଳଙ୍କୁ ଝୁଲାରେ ଝୁଲାଇବେ। ତାପରେ ହାତରେ ଗଙ୍ଗା ଜଳ ଧରି ସନ୍ତାନ ଲାଭ ଇଚ୍ଛାରେ ସଂକଳ୍ପ କରିବେ। ଶ୍ରୀହରି ବିଷ୍ଣୁଙ୍କୁ ସନ୍ତାନ ବରଦାନ ଦେବା ପାଇଁ ପ୍ରାର୍ଥନା କରିବେ ଏବଂ ଗୋପାଳ ସହସ୍ରନାମ ବା ବିଷ୍ଣୁ ସହସ୍ରନାମ ପାଠ କରିବେ। ତାପରେ ଶ୍ରୀକୃଷ୍ଣଙ୍କର ପ୍ରିୟ ମନ୍ତ୍ର କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ସ୍ୱାହା ମନ୍ତ୍ର ଅତି କମରେ 108 ଥର ଜପ କରିବେ। ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରୁ ନିଶ୍ଚିତ ରୂପେ ସୁନ୍ଦର ଓ ସୁସ୍ଥ ସନ୍ତାନଟିଏ ଲାଭ ହେବ। ଏହାଛଡ଼ା ଭଗବାନ ଶ୍ରୀକୃଷ୍ଣଙ୍କ ଏହି ପୂଜାର୍ଚ୍ଚନାରେ ପ୍ରେମ ସମ୍ପର୍କରେ ଥିବା ପ୍ରେମୀ ଯୁଗଳଙ୍କ ଆଗରେ ଆସୁଥିବା ବାଧା ମଧ୍ୟ ଦୂର ହୋଇଥାଏ। କାରଣ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପ୍ରେମର ଦେବତା। ଗୋପପୁରର ସମସ୍ତ ନରନାରୀ ଏପରିକି ପଶୁପକ୍ଷୀ ମଧ୍ୟ ଶ୍ରୀକୃଷ୍ଣଙ୍କ ପ୍ରେମରେ ବାନ୍ଧି ହୋଇଯାଇଥିଲେ।
ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଜନ୍ମାଷ୍ଟମୀ ଉତ୍ସବ ଗୃହ ଭିତରେ କରାଗଲେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବାସ କରିଥାଏ। ପରିବାର ଭିତରେ ଥିବା ମନମାଳିନ୍ୟ ଦୂର ହୋଇଯାଇଥାଏ। ଜୀବନରେ ସର୍ବଦା ଶାନ୍ତି ବିରାଜମାନ କରିଥାଏ। ଏ ତ ଗଲା ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ସମ୍ପର୍କରେ ସମ୍ୟକ ତଥ୍ୟ ଓ ତାର ଉପାଦେୟତା। ଏହାଛଡ଼ା ଏହି ଜନ୍ମାଷ୍ଟମୀ ପର୍ବ ଆମ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ମଧ୍ୟ ବଡ଼ ଆନନ୍ଦ ଓ ଉତ୍ସାହ ସହକାରେ ପାଳନ କରାଯାଇଥାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଗ୍ରହ ପାତାଳି ହେବା ପରବର୍ତ୍ତୀ ସମୟରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉଦ୍ଧାର ହୋଇ ଶ୍ରୀମନ୍ଦିରରେ ପୁନଃ ସଂସ୍ଥାପିତ ହେବା ପରେ ଆଦି ଶଙ୍କରାଚାର୍ଯ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ଘୋଷଣା କରିଥିଲେ ଏବଂ ଶଙ୍କରାଚାର୍ଯ୍ୟଙ୍କ ଉଦାତ୍ତ କଣ୍ଠରୁ ଝରି ପଡ଼ିଥିଲା କଦାଚିତ୍ କାଳନ୍ଦୀ ତଟ ବିପିନ ସଙ୍ଗୀତ କରବୋ ମୁଦାଭିର୍ନାରୀ ବଦନ କମଳା ସ୍ୱାଦ ମଧୁପଃ ରମା ଶମ୍ଭୁ ବ୍ରହ୍ମା ସୁରପତି ଗଣେଶାର୍ଚିତ ପଦୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ତେଣୁ ଶ୍ରୀକ୍ଷେତ୍ରର ଏହି ମୋକ୍ଷପ୍ରଦାୟକ ପୀଠରେ ପୂଜା ପାଉଥିବା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମଧ୍ୟ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ଜନ୍ମଦିନ ହିସାବରେ ପାଳନ କରାଯାଇଥାଏ ଏବଂ ବିଧିବଦ୍ଧ ଭାବରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଓ ରୀତିନୀତି ମଧ୍ୟ ଶ୍ରୀମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ତେଣୁ ଯେଉଁ ଭକ୍ତବୃନ୍ଦ ଏହି ଦିନ ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ସେମାନଙ୍କର ମନସ୍କାମନା ମହାପ୍ରଭୁଙ୍କୁ ଜଣାଇଥାନ୍ତି ସେମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତର ସମସ୍ତ ସୁଫଳ ପାଇପାରିଥାନ୍ତି। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ନିବେଦନ। ଜୟ ଜଗନ୍ନାଥ। ନମସ୍କାର। ତପନ।